ଦେଖନ୍ତୁ ଏଇଟା ହେଉଛି 78ତମ ରାଜଧାନୀ ପ୍ରତିଷ୍ଠା ଦିବସ। କାରଣ 78ତମ ଏଇ ଦୃଷ୍ଟିରୁ ଆମେ କହୁଛୁ 48 ମସିହା ଏପ୍ରିଲ 13 ତାରିଖ ସେ ବର୍ଷ ପ୍ରଥମେ ରାଜଧାନୀ ସ୍ୱାଧୀନତାର 5 ମାସ ପରେ ଜବାହରଲାଲ ନେହେରୁ ଯେ ସ୍ୱାଧୀନ ଭାରତ ପ୍ରଥମ ପ୍ରଧାନମନ୍ତ୍ରୀ ସେ ଆସି ଶିଳାନ୍ୟାସ କଲେ। ସେହି ଦିନଟିକି ଆମେ ରାଜଧାନୀର ଗୋଟେ ପ୍ରତିଷ୍ଠା ଦିବସ ଜନ୍ମଦିନ ଭଳିଆ ପାଳନ କରୁଛୁ। ଏବଂ ଏଇ ଯେଉଁ 78 ବର୍ଷ ଭିତରେ ଭୁବନେଶ୍ୱର ଯେତେବେଳେ ନୂଆ ପରିକଳ୍ପନା କରାହେଇଥିଲା, ବହୁତ କମ୍ ଲୋକଙ୍କ ପାଇଁ ଏଇଟା ହେବ ବୋଲି ଗୋଟେ ଯୋଜନା କରାହେଇଥିଲା ଏବଂ ଆଶା କରାହେଉନଥିଲା ଭୁବନେଶ୍ୱରରେ ଏତେ ଦୂର ଭାବରେ ଏହାର ଗୋଟେ ଗ୍ରୋଥ୍, ଏତେ ରାପିଡ୍ ଗ୍ରୋଥ୍ ହେବ ବୋଲି, ଏତେ ସମୃଦ୍ଧ ଏତେ ବିକଶିତ ହେବ ଏଇଟା କି ଭାବିନଥିଲେ। ତେଣୁ ସେତେବେଳେ ଯେଉଁ ପରିକଳ୍ପନା ହେଇଥିଲା 40,000 ଲୋକ ରହିବେ, 40,000 ଲୋକ ରହିବେ ଏବଂ 15,000 ସରକାରୀ କର୍ମଚାରୀ ଆଉ ବାକି ସାଧାରଣ ଲୋକ। ତେଣୁ ସେଇ ହିସାବରେ 6ଟି ୟୁନିଟ୍ ଭିତରେ ସୀମାବଦ୍ଧ ରହିବ, କିଛି ଗୋଟେ ମାର୍କେଟ ଅଞ୍ଚଳ ରହିବ, ଏଇଭଳିଆ ଭାବରେ ହେଇଥିଲା। କିନ୍ତୁ ଭୁବନେଶ୍ୱର ଏତେ ବଡ଼ ଗୋଟେ ଗ୍ରୋଥ୍ ହେଲା ପରବର୍ତ୍ତୀ ସମୟରେ ଯେ ବର୍ତ୍ତମାନ ଭୁବନେଶ୍ୱର ଜନସଂଖ୍ୟା ପ୍ରାୟ 75 ପ୍ରାୟ 15-20 ଲକ୍ଷ ପର୍ଯ୍ୟନ୍ତ ଭୁବନେଶ୍ୱର ସହରତଳି ଅଞ୍ଚଳରେ ହେଲାଣି। ତେଣୁ ଆମେ ଯଦିଓ ୟା ଭିତରେ କିଛିଟା ଲୋକଙ୍କ ପାଇଁ କିଛି ୟା ଭିତରେ କିଛି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, କିନ୍ତୁ ତା ସତ୍ତ୍ୱେ ଅନେକ କିଛି କାମ ଏଠି କରିବାକୁ ବାକି ଅଛି। ଏବେ ଗମନାଗମନ ବ୍ୟବସ୍ଥା ପାଇଁ ଅବଶ୍ୟ ଆମ ବସ୍ ପ୍ରଚଳନ ବ୍ୟବସ୍ଥା ହେଇଛି, ଯେଉଁଟା ଆଗେ ନଥିଲା ମଧ୍ୟ। ଗୋଟେ ଦୂର ଦୂରାନ୍ତରୁ ଗଲେ ଗୋଟେ ଅସୁବିଧା ହେଉଥିଲା। କିନ୍ତୁ ସବୁଠୁ ବଡ଼ ସମସ୍ୟା ହେଉଛି ଭୁବନେଶ୍ୱର ଯେଉଁ ଭଳିଆ ଜଳ ନିଷ୍କାସନ ସମସ୍ୟା। ଜଳ ନିଷ୍କାସନ ସମସ୍ୟା ଏଇ ଦୃଷ୍ଟିରୁ ହେଉଛି ଯେ ଭୁବନେଶ୍ୱରରେ ବର୍ତ୍ତମାନ ଯଦି ଗୋଟେ ସମୟ ଥିଲା ଭୁବନେଶ୍ୱର ଯେତେ ଦିନ ଧରି ଯେ ବର୍ଷା ହୁଏ ମଧ୍ୟ ଭୁବନେଶ୍ୱର ସହରରେ ଅଳ୍ପ ସମୟ ପାଣି ସାଙ୍ଗେ ସାଙ୍ଗେ ଜଣାପଡ଼େନି ବର୍ଷା ହେଇଛି, ଶୁଖିଯାଏ ସାଙ୍ଗେ ସାଙ୍ଗେ। କିନ୍ତୁ ଏବେ ଭୁବନେଶ୍ୱର ଯେ ଅସରାଏ ବର୍ଷା ହେଉଛି, ଭୁବନେଶ୍ୱର ବହୁ ଅଞ୍ଚଳ ଜଳାର୍ଦ୍ଦବ ରହୁଛି, ଜଳମଗ୍ନ ହେଇଯାଉଛି। ତେଣୁ ଏକମାତ୍ର କାରଣ ହେଉଛି ଆମେ ଯେଉଁ ଭଳିଆ ଭାବରେ ଯେଉଁ ପ୍ରାକୃତିକ ଉତ୍ସ ଭୁବନେଶ୍ୱର, ଯେଉଁ ଭଳିଆ କନଜରଭେନ୍ସି ଲେନ୍, ଯେଉଁ ଭଳିଆ ଭାବରେ ଅନ୍ୟାନ୍ୟ ଯେଉଁ ରହିଥିଲା ଜଳ ନିଷ୍କାସନ ବ୍ୟବସ୍ଥା ତାକୁ ଆମେ ଅବରୋଧ କରୁଛୁ, ଘର କରିଦେଉଛୁ ଏବଂ ଯୋଜନାକୁ ଡିଭିଏସନ୍ କରିକିରି ଅନେକ ଜଳ ଉତ୍ସକୁ ଆମେ ବନ୍ଦ କରିଦେଇଛୁ। ଏଠି 11ଟି ପ୍ରାକୃତିକ ଜଳ ଉତ୍ସ ଥିଲା ଭୁବନେଶ୍ୱରରେ, 11ଟି, ଯେଉଁ 11ଟି ଜଳ ଉତ୍ସ ଦେଇକରି ଯେତେ ବଡ଼ ବର୍ଷା ହେଲେ ମଧ୍ୟ ସେ ପାଣି ନିଷ୍କାସିତ ହେଉଥିଲା। ଏବେ କିନ୍ତୁ ଭୁବନେଶ୍ୱର ସେଇଟା ବଡ଼ ସମସ୍ୟା। ଆପଣ ଜାଣିଥିବେ ଯେଉଁ ଭଳିଆ ଭାବରେ ଇସ୍କନ ମନ୍ଦିର ଆଗରେ ଲହଡ଼ି ଭାଙ୍ଗୁଛି, ବମିଖାଲ ଅଞ୍ଚଳ ଜଳମଗ୍ନ ହେଉଛି, ଏଇ ଗୁରୁଦ୍ୱାର ପାଖାପାଖି ଅଞ୍ଚଳ ମଧ୍ୟ ଯଦି ଅସରାଏ ବର୍ଷା ହେଉଛି ଜଳମଗ୍ନ ହେଉଛି। ତେଣୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ପଡ଼ିବ। ଜଳ ନିଷ୍କାସନ ବ୍ୟବସ୍ଥା ସହିତ ଭୁବନେଶ୍ୱରରେ ଆଉ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ମଧ୍ୟ କରିବାକୁ ପଡ଼ିବ। ଅନେକ ଜିନିଷ ଏଠି କରିବାକୁ ବାକି ଅଛି। ତେଣୁ ଭୁବନେଶ୍ୱର ଏବଂ ଚଣ୍ଡିଗଡ଼ ପଞ୍ଜାବର ରାଜଧାନୀ ଏକ ସମୟରେ ପ୍ରାୟ ହେଇଥିଲା, ଏକ ସମୟରେ ତାର ଶୁଭ ଦିଆ ହେଇଥିଲା, ଏକ ସମୟରେ ଆରମ୍ଭ ହୋଇଥିଲା। କିନ୍ତୁ ଏବେ ମଧ୍ୟ ସିଏ ଗୋଟେ ଚଣ୍ଡିଗଡ଼ ବିକାଶ ହେଇଛି ଏବଂ ଯୋଜନାବଦ୍ଧ ଭାବରେ ତାର ବିକାଶ ହେଇଛି। କିନ୍ତୁ ଭୁବନେଶ୍ୱର ଯୋଜନା ଏଭଳି ଭାବରେ ହେଇଛି ଯେ ଭୁବନେଶ୍ୱର ବର୍ତ୍ତମାନ ବହୁ ଜାଗାରେ ପଛୁଆ ହେଇଯାଇଛି। ତେଣୁ ଏଥିପାଇଁ ଗୋଟେ ସୁଚିନ୍ତିତ ପଦକ୍ଷେପ ଦରକାର। 78 ବର୍ଷ ବୟସ କ'ଣ ହେଲା? ହଁ, 78ତମ ଜୟନ୍ତୀ ଆମେ ଯେଉଁ ଭୁବନେଶ୍ୱର ପ୍ରତିଷ୍ଠା ଦିବସ କରୁଛୁ ସେଇଟା ତ ଆପଣମାନେ ଜାଣିଥିବେ। ବର୍ତ୍ତମାନ ମୁଖ୍ୟ ଭାବରେ ସରକାରଙ୍କ ଉଦ୍ୟମରେ ହେଉଛି। ପ୍ରଥମେ ଆମେ ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ଗୋଟେ କରିକିରି ଆରମ୍ଭ କଲୁ, ବେସରକାରୀ ଭାବରେ ବହୁ ବର୍ଷ ଚଲେଇଲୁ। ଏବଂ ସରକାର 3-4 ବର୍ଷ ଧରି ଏକ ହାତକୁ ନେଇଯାଇଛନ୍ତି। BMC, ଭୁବନେଶ୍ୱର ମହାନଗର ନିଗମ, BDA, ଭାଷା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ସୂଚନା ଲୋକ ସମ୍ପର୍କ ବିଭାଗ, ଏସବୁର ଗୋଟେ ମିଳିତ ଆନୁକୂଲ୍ୟରେ ଏ କାର୍ଯ୍ୟକ୍ରମଟି ହେଉଛି। ଏବଂ ସେଦିନ ସକାଳେ ଆମର ଯେଉଁ କାର୍ଯ୍ୟକ୍ରମ ତା ଭିତରେ ଗୋଟିଏ ହେଉଛି ସକାଳେ ମାର୍ଚ୍ଚ ପାଷ୍ଟ ଆଉ ପ୍ୟାରେଡ୍, ଗୋଟେ ବଡ଼ କଥା, ଯେଉଁଠି ଭୁବନେଶ୍ୱର ସମସ୍ତ ସ୍କୁଲ କଲେଜର ପିଲାମାନେ ପାର୍ଟିସିପେଟ୍ କରିବେ। ସକାଳେ ସେଇଠି ହେବ ଏବଂ ସେଥିରେ ଆମେ ନିଷ୍ପତ୍ତି କରିଛୁ ଛୋଟ ପିଲା ଯେଉଁ ଖରା ହେଉଛି ତାକୁ ଦୃଷ୍ଟିରେ ରଖିକିରି ଛୋଟ ପିଲା ଏଥିରେ ଭାଗ ଦେବେ ନାହିଁ, କେବଳ ଯେଉଁମାନେ ଅଷ୍ଟମ ଶ୍ରେଣୀ ଉପରେ ସେଇମାନେ ଏଥିରେ ପାର୍ଟିସିପେଟ୍ କରିବେ ଏବଂ କଲେଜ ପିଲାମାନେ କରିବେ। ଏବଂ ଆଉ ଗୋଟେ କାର୍ଯ୍ୟକ୍ରମ ହେଉଛି ରାଜଧାନୀ ଫଳକ, ଯେଉଁଠି ଜବାହରଲାଲ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ଆସି ଶିଳାନ୍ୟାସ କରିଥିଲେ। ସେ ଫଳକଟି ବିଧାନସଭା ପ୍ରାଚୀର ଦିହେରେ ସେଇଟା ସଂଲଗ୍ନ ହେଇଛି। ତେଣୁ ସେଠି ଗାର୍ଲାଇଣ୍ଡିଂ କରାଯିବ, ସେଠି ପୁଷ୍ପାର୍ଘ୍ୟ ଅର୍ପଣ କରାଯିବ। ଶିଳାନ୍ୟାସ ଫଳକରେ ରାଜଧାନୀ ପତାକା ଉତ୍ତୋଳନ କରାଯିବ, ପ୍ୟାରେଡ୍ ମାର୍ଚ୍ଚ ପାଷ୍ଟ କରାଯିବ ଏବଂ ଖରାବେଳେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଭିତରେ ରବୀନ୍ଦ୍ର ମଣ୍ଡପରେ ପ୍ରତିଯୋଗିତା ହେବ। ଯେଉଁ ଭଳିଆ ଭାବରେ ରାଜଧାନୀର ବିକାଶ ସମ୍ପର୍କରେ ପ୍ରତିଯୋଗିତା ହେବ ଏବଂ ସନ୍ଧ୍ୟାବେଳେ ଉତ୍କଳ ମଣ୍ଡପରେ ବଡ଼ କାର୍ଯ୍ୟକ୍ରମଟିଏ ରହୁଛି, ଯେଉଁଠିକି ବିଭିନ୍ନ କ୍ଷେତ୍ରକୁ ଯେଉଁମାନଙ୍କର ଅବଦାନ ଭୁବନେଶ୍ୱର ବିଭିନ୍ନ କ୍ଷେତ୍ରକୁ, ଆଇନ ହେଉ, ସ୍ୱାସ୍ଥ୍ୟ ହେଉ, ସଫେଇ ହେଉ, ବିଭିନ୍ନ କ୍ଷେତ୍ରରେ ବିଜ୍ଞାନ ହେଉ,
ସମସ୍ତ ଶିକ୍ଷା ସମସ୍ତଙ୍କୁ ଗୋଟେ ରାଜଧାନୀ ଗୌରବ 13 ଜଣ ବ୍ୟକ୍ତିତ୍ୱଙ୍କୁ ଦିଆଯିବ ଏବଂ ସେଠି ମଧ୍ୟ ଆମର ରାଜ୍ୟ ଓଡ଼ିଶା ରାଜ୍ୟ ମାନ୍ୟବର ରାଜ୍ୟପାଳ ଆସିବେ ସନ୍ଧ୍ୟା ଫଙ୍କସନ୍ରେ ଏବଂ ସକାଳେ ଯେଉଁ ସବୁ କାର୍ଯ୍ୟକ୍ରମ ସେଠି ବାଚସ୍ପତି ମୁଖ୍ୟ ଅତିଥି ହେଇକରି ଅଭିବାଦନ ଗ୍ରହଣ କରିବେ ପ୍ୟାରେଡ୍ରେ। ହଁ ଆଉ କିଛି କରାଯାଇପାରନ୍ତା କାରଣ ଇଏ ଯାହା ହେଉଛି ଗୋଟେ ଗତାନୁଗତିକ ଧାରାରେ ପଡ଼ିଛି କିନ୍ତୁ ଆମେ ଚେଷ୍ଟା କରୁଛୁ ଏଥର ମଧ୍ୟ ଆମେ ଗୋଟେ ଉଦ୍ୟମ ଆରମ୍ଭ କରିଛୁ ଏବଂ ଦୁତି ଚାନ୍ଦ ହେଇକା ସମସ୍ତେ ସେଇଟା ଇନିସିଏଟିଭ୍ ନେଇଛନ୍ତି ଗୋଟେ ମଶାଲ ଆଣିବା ପାଇଁ ଲିଙ୍ଗରାଜ ମନ୍ଦିରରୁ ସେ ଯେଉଁ PMG ଛକର ସେଇ ଯେଉଁ ଉତ୍ସବ ସ୍ଥଳକୁ ଗୋଟେ ମଶାଲ ଆସିବ ବିଭିନ୍ନ ରାସ୍ତା ପରିକ୍ରମା କରିକିରି ଆସିବ ଏବଂ କିଛି ମଶାଲଧାରୀ ବ୍ୟକ୍ତି ଯୁବକ ପିଲାମାନେ ସବୁ ଆସିବେ ସେଠି ମଶାଲ ରାଜଧାନୀ ମଶାଲ ଆସିବ ସେଇଟା ଗୋଟେ ନୂଆ ଏଥର ଯୋଡ଼ା ହେଇଛି। ଅଧିକ ଭଲ କରିବାକୁ ହେଲେ ଭୁବନେଶ୍ୱରରେ ଆଉ କିଛି ଗୋଟେ ଯୋଜନା ହେଉଛି ଶତାୟୁ ଯେଉଁମାନେ ଭୁବନେଶ୍ୱର ବିକାଶ ମୂଳରୁ ଦେଖି ଆସୁଛନ୍ତି ଭୁବନେଶ୍ୱର ବିକାଶକୁ ଯେଉଁମାନେ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଯେହେତୁ ପ୍ରଥମେ ଶିଳାନ୍ୟାସ ଦିନ ମଧ୍ୟ ଉପସ୍ଥିତ ଥିଲେ ଏଭଳି କିଛି ଶତାୟୁ ଅଛନ୍ତି ତାଙ୍କୁ ମଧ୍ୟ ଆମେ ସମ୍ବର୍ଦ୍ଧିତ କରିବା ପାଇଁ ମଧ୍ୟ କରାଯାଇପାରନ୍ତା ସେଥିପାଇଁ ଗୋଟେ ବିଚାର ହେଉଥିଲା କିନ୍ତୁ ହେଇପାରୁନି ସେଥିପାଇଁ କରାହେଉଥିଲା। ଶତାୟୁ ବ୍ୟକ୍ତିତ୍ୱ ଯେଉଁମାନେ ବରିଷ୍ଠ ନାଗରିକ ତାଙ୍କୁ ସମ୍ବର୍ଦ୍ଧନା କରିବା ଏବଂ ଆଉ କିଛି ସ୍ୱଚ୍ଛତା କାର୍ଯ୍ୟକ୍ରମ ହାତକୁ ନେବା ଉଚିତ ଏବଂ ଆଉ ଗୋଟେ ବଡ଼ କଥା ହେଉଛି ଏ କାର୍ଯ୍ୟକ୍ରମ ଗୁଡ଼ିକ କେବଳ PMG ଛକଠୁ ଆରମ୍ଭ କରି ରବୀନ୍ଦ୍ର ମଣ୍ଡପ ବା ଉତ୍କଳ ମଣ୍ଡପ ପର୍ଯ୍ୟନ୍ତ ରହୁଛି ଏଇଟା ଯଦି ୱାର୍ଡମାନଙ୍କରେ ମଧ୍ୟ ହୁଅନ୍ତା ପ୍ରତି ୱାର୍ଡରେ ମଧ୍ୟ କିଛି କିଛି କାର୍ଯ୍ୟକ୍ରମ ହୁଅନ୍ତା ସେଇଟା ମଧ୍ୟ ଗୋଟେ ଭଲ ହୁଅନ୍ତା ସେ ଦିଗରେ ଆମେ ଭବିଷ୍ୟତରେ ଚିନ୍ତା କରିବାକୁ ପରାମର୍ଶ ଦେଇଛୁ ସରକାରଙ୍କୁ। ଆଉ ଗୋଟିଏ କଥା ହେଇଯିବ ଯେ ରାଜଧାନୀ ଯେ ବଡ଼ପୁତ୍ରମାନଙ୍କ ପ୍ରତିମୂର୍ତ୍ତି ରହିଛି ସେଦିନ ସକାଳେ ସେମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ମଧ୍ୟ ନିଷ୍ପତ୍ତି BMC ନେଇଛି।